श्रीमद् भागवत चतुर्थ स्कंध षड्त्रिंश अध्यायर षष्ठ भाग। नारद उवाच तू जहा पुछिलु राजन कहिबा एथिर विधान जे पद्मनाभ पदाश्रित तेणे भावित जार चित स्वर्गाप वर्ग तुच्छमणि तोराज भोग मृत्यु गणी एणु साधवे ताहा देखी भये विमुखता उपेक्षी आत्मवियोगे पिंड जेन्हे सब हे तेजंती जेसने तेसने हे राजा विभूति भये साधवे नईछन्ति तू राजा चित्ते परिमाण भोगादि अनर्थ कारण ता शुणी संभ्रमे राजन चिंता विमुखे खेद मन राजा उवाच ए विप्र गणे अनुक्षणे कहन्ति यज्ञादि कारणे एहांक शिक्षा कर्म जेते छाड़िला तुम्भ वाक्य मते ए कर्मे जोगी जन मोहे एणु प्रतीत सर्वठाए एक संशय मोर अछि भोमुनि कह पचारुछि जे देह प्राणी कर्म करे ता छाड़ी पर लोक गले कर्म भुंजई अन्य देहे एकथा सर्ववेद कहे कर्ता भोक्ता बेनिभेद एवेनि संशय मोछेद फेड़िन कहिबा गोसाई आवर संशय छई ताहा पूछई मूढ़ भावे मो मन सुमरुचि एबे वेद विहित जेते कर्म लोके आचरे विधि धर्म कर्म उतारे ता न जानी कि रूपे कर्म भुंजे प्राणी अदृष्ट कर्मे संजोगई एणे संशय मोर होई एवं तो राजा मुख शुणी नारद कहे मने गुणी नारद उवाच शुण कहिबा नृपराण एवे निसंशय फेड़िन जे देह जीव कर्म करे परलोकता भोग करे जे पाप पुण्य तार थाई से काले ताहा से भुंजई ए स्थूल देह गले नाश ए लिंग अन्य देहे वास कर्ता भोक्ता नहे भिन्न स्वप्ने दृष्टान्तरे जे सन शयने देह पड़ी थाई श्वासे क्षेपण न जानई ए देह स्नेह परिहरी एमे लिंग देह धरी अन्यभूत कर्म बेपार ए मन करे अंगीकार ए मन जानी दृष्टान्तरे एवं तो अन्यत्र शरीरे धरिन स्थूल देह मन मुकुल श्रेष्ठ विद्योजन ए पुत्र द्वारादि मंदिर बोली न करे अहंकार ए अभिमान कर्म करे स्वकर्म बसे देह धरे कर्म नथिले जन्म नाही ता पूर्व कर्म भोग काहि एमे न लिंग देह बेनी भोगार्थे स्थूल देह घेनी जहा पूछिलु तुनुपति विनिष्ट कर्म उत्पत्ति
ତାଫେଡ଼ି କହିବାକି ତୋତେ ସଂଶୟ ଫିଟିବ ଯେମନ୍ତେ। ଏ ଜ୍ଞାନ କର୍ମ ଭେଦେ ଦୁଇ ଇନ୍ଦ୍ରିୟ କର୍ମାଦିକ ରଇ। ଏ ପୁଣ୍ୟ ପାପ ଆଦି ବିଷୟ କରଇ ମନ ଇନ୍ଦ୍ରିୟ। ଚିତ୍ତ ବିଷୟ କର୍ମ ଜାଣି ନୋହିଲେ କେବା ପରିମାଣି। ଏ ରୂପେ ଜାଣ ଚିତ୍ତ ବୁଦ୍ଧି ଭୁଞ୍ଜଇ ପୂର୍ବ କର୍ମ ସିଦ୍ଧି। କର୍ମ ନଥିଲେ ଭୋଗ କାହିଁ ବିବେକୀ ବୁଝେ ନର ସାହିଁ। ଏ ପ୍ରତି ଲକ୍ଷେ ଦୃଷ୍ଟାନ୍ତରେ ତୋତେ କହିବା ନୃପବରେ। ତୋ ଅନ୍ୟ ଦେହ ଥାଉ ଏବେ ଏ ଦେହ ବୁଝୁ ଅନୁଭବେ। ଜାଗ୍ରତ ଯେବେ ରୂପମାନ ଏ ଦେହେ ଭାବି ଥାଏ ମନ। ଏ ଦୃଷ୍ଟ ଶ୍ରବଣେ ଯେ ବିଷୟ ସ୍ୱପନେ ଗତେ ସେ ଉଦୟ। ଏ ଲିଙ୍ଗ ଦେହ ଧରି ମନ ବିଷୟ କର୍ମ କରେ ଧ୍ୟାନ। ବିଷୟ କର୍ମେ ହୋଇ ବଶ ଆନନ୍ଦେ ଘେନେ ଭୋଗ ରସ। ଯେ କଥା ଅନୁଭବ ନାହିଁ ସ୍ୱପନେ ଦେଖିବା ତ କାହିଁ। ଏହାର ପୂର୍ବ କର୍ମ ଦୋଷ ଯାବତ ହୋଇଛି ବିନାଶ। ତା ଦେହେ ଅନ୍ୟ ଦେହେ ଭୋଗ କରେ ଯେ ଶୁଭାଶୁଭ ତା ବ୍ୟବହାରେ। ପୂର୍ବ ଅପୂର୍ବ ଦୋଷେ ଜୀବ ଜନ୍ମ ଲଭଇ ମୂଢ଼ ଭାବ। ଫଳାନୁସାରେ ଦେହ ପାଇ ପୁଣ୍ୟ ସେ କର୍ମେ ପ୍ରବେଶଇ। ଯାହା ଏ ଅନୁଭବ ନାହିଁ ଏ ମନ ଛୁଇଁବ ତ କାହିଁ। ଶୁଣ ରାଜନ ସାବଧାନ ସକଳ କର୍ମେ ସାକ୍ଷୀ ମନ। ମନଟି ସୁଖ ଦୁଃଖ ଦାତା ଏ ପାପ ପୁଣ୍ୟର କରତା। ମନହୁ କର୍ତ୍ତା ଆର ନାହିଁ ଇନ୍ଦ୍ରିୟ ଗୁଣ ଅର୍ଥ ବହି। ତା ପୂର୍ବ ଶୁଭାଶୁଭ କର୍ମ ଯେ ଅନୁସାରେ ଲଭେ ଜନ୍ମ। କେ ଦାତା କୃପଣ ଈଶ୍ୱର ସାଧୁ ଦୁର୍ଜନ କେ ବା ଚୋର। ଏ ମନ କର୍ମର ଆୟତେ ଭ୍ରମଇ ଦୁଃଖ ସୁଖ ନିତ୍ୟେ। ଏ ବର୍ତ୍ତମାନ ଦେହେ ଯାହା ଯେ ରୂପେ ଦେଖି କରେ ସ୍ନେହା। ତା ଅନଗତ ଦେହ ଦେଖେ ଏ ବର୍ତ୍ତମାନ ଦେହେ ପକ୍ଷେ। ଯେ କଥା ଅନୁଭବ ନାହିଁ ସ୍ୱପ୍ନରେ କେବା ବାଦିଶଇ। ସମୁଦ୍ର ଗିରି ଶିକେ ଯେହ୍ନେ ପ୍ରତୀକ କରଇ ତା ମନେ। ନକ୍ଷତ୍ର ଆଦି ଗ୍ରହମାନ ଦିବେ ସେ ଦୃଶ୍ୟ ଦୁର୍ଘଟଣା। ଆପଣା ଶିରଚ୍ଛିଦ ହୋଇ ଏ ବିପରୀତ ଯେ ଦେଖଇ। ମିଥ୍ୟାଭିଳାଷେ ଏହୁ ଭ୍ରମ ପ୍ରତ୍ୟକ୍ଷ କରେ ତାହା ମନ। ଏ ସର୍ବ ନିଦ୍ରା ଦୋଷେ ଜାଣେ ଦେଶ କାଳ କ୍ରିୟା ପ୍ରମାଣେ। ଇନ୍ଦ୍ରିୟ ବିଷୟ ଏ ସକଳ ମନରେ ହନ୍ତି ସର୍ବଠୁଳ। ଏ ସର୍ବେ ହନ୍ତି ଯାନ୍ତି ନିତ୍ୟ। ଏଣୁ ଏ ମନ ବିପରୀତ ଯେ ମନ କୃଷ୍ଣ ପାଦ ତଳେ। ସ୍ୱତ ନିଷ୍ଠରେ ଥାଏ ଭୋଳେ ଏ ବିଶ୍ୱ ପ୍ରକାଶ ହୁଅଇ। ସଂଯୋଗେ ପରି ପ୍ରକାଶଇ ତଥାପି ବିଷୟ ପ୍ରବଳ ମନକୁ କରଇ ଚଞ୍ଚଳ। ଯେହ୍ନେ ରାହୁ ଚନ୍ଦ୍ରକୁ ରାହୁ ଗ୍ରାସେ ତେସନେ ଗୁଣ ମନ ମିଶେ। ଓಂ ନମୋ ଭଗବତେ ବାସୁଦେବାୟ। ଅଧ୍ୟାୟର ସପ୍ତମ ଭାଗରେ ଶୁଣନ୍ତୁ।